ତାହେଲେ ପିଲେମାନେ ମୁଁ ଭିତରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲାମାନେ ପଢୁଥିଲେ ସୁରେନ୍ଦ୍ର ମହାନ୍ତିଙ୍କର ଗଳ୍ପ ପତାକା ଉତ୍ତୋଳନ। ପୂର୍ବ ଭିଡିଓରେ ଆମେ ଗାଳ୍ପିକଙ୍କର ପରିଚୟ ଏବଂ ତା ସହିତ ଗଳ୍ପ ସମ୍ପର୍କରେ ସମ୍ୟକ ଧାରଣା ପାଇଥିଲେ। ଆଜି ଆମେ କିଛି ଗପର ଅଂଶ ପଢିବା। ଧୀରେ ଧୀରେ କିଛି କିଛି ପଢି ପଢି ଯିବା। ଭିଡିଓ ପ୍ଲେ ଶେଷ ଦେଖିବ ଏବଂ ସମସ୍ତଙ୍କ ସହିତ ଟିକେ ସେୟାର କରିଦେବ। ଆଉ ଯଦି ଏପର୍ଯ୍ୟନ୍ତ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିନ ସବସ୍କ୍ରାଇବ କରିଦିଅ। ଆସ ଦେଖିବା କଣ ରହିଛି এই সুন্দর গল্পটি। তুমি দেখো বিলে এই কাহানীটি এই গল্পটি ପରାଧୀନ ଭାରତର ପୃଷ୍ଠଭୂମିରୁ ଆରମ୍ଭ ହୋଇଛି ଏବଂ ଯେଉଁଦିନ ଭାରତ ସ୍ୱାଧୀନତା ପାଇଥିଲା ସେଦିନ ଘଟଣାକୁ ଏଠି ବର୍ଣ୍ଣନା କରିଛନ୍ତି ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ମାନେ ଅଗଷ୍ଟ 14, 1947 ମସିହା କଥା। ରାୟ ବାହାଦୁର ଶ୍ରୀ ସୋମନାଥ ମହାପାତ୍ର IEP ରିଟାୟାର୍ଡ CBO BE KCIଙ୍କ ଆଖିରେ ଛାଇ ଲାଗି ଆସିଛି। ତାହେଲେ ଜାତି ରାତି ସେତେବେଳେ 12ଟା ପାଖାପାଖି। ତା ଶଙ୍ଖ ଘଣ୍ଟା ହୁଳୁହୁଳି ଓ ତୋପର ମିଳିତ ଧ୍ୱନିରେ ତାଙ୍କର ଛାଇ ନିଦ ଭାଙ୍ଗିଗଲା। ତାହେଲେ କଣ ହୋଇଛି? ଗାଳ୍ପିକ ବର୍ଣ୍ଣନା କରିଛନ୍ତି ଭାରତ ଯେଉଁଦିନ ସ୍ୱାଧୀନତା ପାଇବ ଅଗଷ୍ଟ 15 ଦିନ ତା ପୂର୍ବରୁ ରାତି କଥା, ମାନେ ଅଗଷ୍ଟ 14 ତାରିଖ କଥା ଏଠି ଗାଳ୍ପିକ ବର୍ଣ୍ଣନା କରିଛନ୍ତି ଯେ ସେଦିନ କଣ ହୋଇଛି ନା ରାୟ ବାହାଦୁର ଶ୍ରୀ ସୋମନାଥ ମହାପାତ୍ର, ଆମେ ସମସ୍ତେ ଜାଣିଛେ ବୋଲି ରାୟ ବାହାଦୁର ଇଂରେଜ ମାନେ ରାୟ ବାହାଦୁରଙ୍କ ଉପାଧି ପାଇଥିଲେ। ଯେମିତିକି ଆମର କବିବର ରାଧାନାଥ ରାୟଙ୍କୁ ଦେଇଥିଲେ ରାୟ ବାହାଦୁର ଉପାଧି। ସେଇଭଳି ରାୟ ବାହାଦୁର କହିଲେ କଣ? ଇଂରେଜ ମାନଙ୍କର ମନରେ ଇଂରେଜ ମାନଙ୍କ ମତରେ ରାୟ ବାହାଦୁର ଥିଲେ ରାଜା। ରାୟ ବାହାଦୁର କହିଲେ ଯୋଉ ସମ୍ମାନ, ତେଣୁ ରାୟ ବାହାଦୁର ଉପାଧି ଦେଇଥିଲେ। କାହାକୁ ଦେଇଥିଲେ ନା ଶ୍ରୀ ସୋମନାଥ ମହାପାତ୍ର। ରାୟ ବାହାଦୁର ସୋମନାଥ ମହାପାତ୍ର ସେ କଣ ଥିଲେ ନା ସେ ଥିଲେ IP ମାନେ କଣ ନା ଇମ୍ପେରିଆଲ ପୋଲିସ। ଇମ୍ପେରିଆଲ ପୋଲିସ ବୁଝିପାରିଲେ ନାହିଁ? ଇଂରେଜ ମାନଙ୍କ ସମୟରେ ସେ ଜଣେ ପୋଲିସ ଅଫିସର ଥିଲେ ଯିଏକି ରିଟାୟାର୍ଡ କରି ଯାଇଛନ୍ତି। ଏବେ ପର୍ଯ୍ୟନ୍ତ ରିଟାୟାର୍ଡ କରି ଯାଇଛନ୍ତି। ମାନେ ଭାରତ ସ୍ୱାଧୀନତା ପାଇବା ସମୟରେ ରାୟ ବାହାଦୁର ଶ୍ରୀ ସୋମନାଥ ମହାପାତ୍ର ରିଟାୟାର୍ଡ କରି ତାମାନେ କେଉଁଥିରେ ରିଟାୟାର୍ଡ କରିଛନ୍ତି? IB ଏବଂ CB। ସେ କଣ ଥିଲା ମଧ୍ୟ? CBE OBE KCI ଏସବୁ କଣ ହେଉଛି ଦେଖିଲ? ଇଂରେଜ ମାନେ ଅଫିସର ଗୋଟେ ଗୋଟେ ରାଙ୍କ। CBE କହିଲେ ଗୋଟିଏ ଅଫିସର ରାଙ୍କ। OBE ଇଏ ଗୋଟିଏ ଅଫିସର ରାଙ୍କ। KCI କଣ? ନାଇଟ୍ କମାଣ୍ଡ ଅର୍ଡର ଅଫ ଦ ଇଣ୍ଡିଆନ ଏମ୍ପ୍ଲୟର। ବୁଝିପାରିଲେ ନାହିଁ? ଏବଂ ଆମେ ଯଦି ତମେମାନେ ଇଂରେଜ ମାନଙ୍କର ଯୋଉ ପୋଲିସ ସିଷ୍ଟମ ଥିଲା, ଯେ କାହାକୁ ଯେଉଁ ରାଙ୍କରେ ରଖିବ, ସେଇଭଳି ଭାବରେ ସେ ସୋମନାଥ ମହାପାତ୍ରଙ୍କର ପଛରେ ଏଣେ ସବୁ ଲାଗିଛି। ଯେମିତି ତମେ ଆଜି ପାଠ ପଢୁଛ, ତମେ ଭିତରୁ କିଏ ଯେତେବେଳେ ତମେ କ୍ୱାଲିଫିକେସନ ଗେମ୍ କରିଚାଲିବ, ବୁଝିପାରିଲା?
ସେତେ ସେତେ ଲେଖା ହବ ମାନେ ତୁମମାନଙ୍କର ପଛେ ଲେଖା ହବ ବିଏ ବିଏ ଟୁ ଏଜୁକେସନ ର ପାଠ ପଢିବ କାହା ପଛରେ ଲେଖା ହବ ସିଏ, କାହା ପଛରେ ଲେଖା ହବ RAS, କାହା ପଛରେ ଲେଖା ହବ IPS, କାହା ପଛରେ ଲେଖା ହବ IAS। ଏଇଭଳି ଭାବରେ ଯେମିତି ଲେଖା ହୋଇଛି ଆମେ ସେମିତି ଯେମିତି ଉପାଧି ସବୁ ମିଳୁନି ଆର୍ମିରେ, ବୁଝିପାରିଲେ ଆମେ ଯେମିତି ଆମର ସେମିତି ଜାଣିଥିବେ ସେମିତି ପିଲେ PVC ଉତ୍ପାଦ ମିଳୁଛି ପରମବୀର ଚକ୍ର MSC ତମମାନଙ୍କୁ ସେ ଏଇ ସବୁ ଯେମିତି ମିଳୁନି ବର୍ତ୍ତମାନ ମହାବୀର ଚକ୍ର URC ବୀର ଚକ୍ର ଏବେ ଯେମିତି ମିଳୁଛି ସେ ସମୟରେ ଇଂରେଜ ମାନଙ୍କର ସମୟ ମଧ୍ୟ ଏଇ ସବୁ ରାଙ୍କ ବା ଏଇ ମେଡାଲ ମିଳୁଥିଲା IPC OBKCI ସେ କିଏ ଥିଲେ ନା ସୋମନାଥ ମହାପାତ୍ର। ତାଙ୍କେ ଆଖିରେ ଛାଇ ନିଦ ଆସିଛି। ଛାଇ ନିଦ ମାନେ କଣ ହାଲକା ହାଲକା ନିଦ ଆସିଛି ମାନେ ଗଭୀର ନିଦରେ ବା ନିଦରେ ଶୋଇବା ପୂର୍ବରୁ ଯେଉଁ ନିଦ ଆଖିରେ ଲାଗିଯାଏ ଆମେ କହୁନେ ଆଖି ଲାଗିଗଲା ସେଇଟା ହେଲା ଛାଇ ନିଦ। ଛାଇ ନିଦ ଆଖିରେ ଲାଗି ଆସିଛି ରାତି ସେତେବେଳକୁ 12ଟା ପାଖାପାଖି 14 ଅଗଷ୍ଟ କଥା ମାନେ ଟିକେ ମନେ ପକାବିଲେ 14 ଅଗଷ୍ଟ 1948 ରାତି 12ଟା ହେଲାଣି ପରଦିନ ସକାଳେ ଭାରତ ସ୍ୱାଧୀନତା ପାଇବ ଯେମିତି ତମେ ମାନେ ନବବର୍ଷ ପାଳନ କରୁଛ ରାତି 12ଟା ବେଳେ କଣ ସବୁ ସଜେଇ ବାଣ ବମ୍ ବମ୍ ସବୁ ସଜାଇକି ରଖିଥାଅ ନା ନାଇଁ ସ୍ପ୍ରେ କରିବା ପାଇଁ ବାଣ ଫୁଟେଇବା ପାଇଁ ସାଉଣ୍ଡ ଡିଜେ କରିକି ରଖିଥାଉ ନାହିଁ ସେ ସମୟରେ ସେତେବେଳକୁ ସେ ତ ସୁବିଧା ନଥିଲା ଅଗଷ୍ଟ 14 ତାରିଖ ବେଳକୁ କଣ ସୁବିଧା ନା ରାତି ବେଳଟା ହେଲାଣି ସେ ବେଳକୁ ରାତି ବେଳଟା ହେଲାଣି ହଠାତ୍ ଶଙ୍ଖ ଘଣ୍ଟା ହୁଳୁହୁଳି ଉପରମିଳିତ ଧ୍ୱନିରେ ତାଙ୍କର ଛାଇ ନିଦ ଭାଙ୍ଗିଗଲା। କାହାର ଛାଇ ନିଦ ଭାଙ୍ଗିଗଲା? ରାୟ ବାହାଦୁର ଶ୍ରୀ ସୋମନାଥ ମହାପାତ୍ରଙ୍କର ଛାଇ ନିଦ ଜଷ୍ଟ ଆଖି ମୋଡ଼ି ହୋଇ ଜଷ୍ଟ ସେ ଶୋଇବାକୁ ଯାଉଛନ୍ତି କିନ୍ତୁ ହଠାତ୍ ଶଙ୍ଖ ବାଜିଲା ରାତି 12ଟା ବେଳକୁ ଘଣ୍ଟା ବାଜିଲା ହୁଳୁହୁଳି ପକାଇଲେ ସମସ୍ତେ ତୋପ ଫୁଟିଲା ଏସବୁ ଯେତେବେଳେ ଧ୍ୱନି ହୋଇଛି ତାଙ୍କର ଛାଇ ନିଦ ପୁରା ଭାଙ୍ଗିଗଲା। ଛାଇ ମେଲି ମେଲି ସେ ବିଛଣା ଉପରେ ସେ ବସି ଉଠିଲେ ଆଖି ମେଲି କରି ବିଛଣା ଯେଉଁ ବେଡ୍ ରଖିଥିଲେ ସେଇ ବେଡ୍ରେ ବସିଲେ ଉଠିକି ବସିଲେ ରାତିରେ ଶାନ୍ତ ନୀରବ ମୁହୂର୍ତ୍ତ ଜୟ ସ୍ୱାଧୀନ ଭାରତ କି ଜୟ ର ଧ୍ୱନିରେ ଯୁବ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ତାମାନେ ରାୟ ବାହାଦୁର ସେ ସବୁ ମହାପାତ୍ର ଆଖି ମଳି ମଳି ଯେତେବେଳେ ରାତିର ଶାନ୍ତ ଆମେ ସେମିତି ଜାଣିଛେ ରାତି ହେଉଛି ଶାନ୍ତ ରାତି ହେଉଛି ନୀରବ ସେଇ ନୀରବ ଶାନ୍ତ ରାତିର ସେଇ ମୁହୂର୍ତ୍ତଟି ଜୟ ସ୍ୱାଧୀନ ଭାରତ କି ଜୟର ଧ୍ୱନି ଭିତରେ କ୍ଷୁବ୍ଧ ହୋଇଗଲା ଚଞ୍ଚଳ ହୋଇଗଲା ବୁଝିପାରୁଛନ୍ତି ତାମାନେ ଆମେ ଯଦି ଏଠି କହିବା ଯେମିତି ତମେ ମାନେ ରାତି 12ଟା ବେଳକୁ ନ୍ୟୁ ଇୟର ଆସିଲେ ତମେ ମାନେ କଣ କହୁଛ ହାପି ନ୍ୟୁ ଇୟର ଏଇଭଳି ଚିଲେଇ ଦିଅ ବଡ ପାଟିରେ ସେଇଭଳି ଭାବରେ ବର୍ତ୍ତମାନ ସ୍ୱାଧୀନ ଭାରତ ସ୍ୱାଧୀନ ହୋଇଛି ସମସ୍ତେ ଖୁସି ତେଣୁ 12ଟା ବେଳକୁ ଘଣ୍ଟ ହୁଳୁହୁଳି ଏ ଶବ୍ଦ ତ ଗୋଟା କରି କଣ କହୁଛନ୍ତି ଜୟ ସ୍ୱାଧୀନ ଭାରତ କି ଜୟ ଧ୍ୱନି କଣ କହୁଛନ୍ତି ଯାହା ଫଳରେ ଏଇ ରାତିର ସେଇ ଯେଉଁ ମୁହୂର୍ତ୍ତ ରାତିର ସେ ଯୋଉ ଶାନ୍ତ ନିରିବ ମୁହୂର୍ତ୍ତ କଣ ହେଇଯାଇଛି କ୍ଷୁବ୍ଧ ଆଉ ଚଞ୍ଚଳ ହୋଇ ଉଠିଛି ଦେଖ ବିଲେ ରାୟ ବାହାଦୁର ବିଛଣା ଛାଡି ଉଠିଲେ ବାହାରେ ଜୟନାଥ କ୍ରମେ ବଢୁଥିଲା ବୁଝିପାରିଲା ରାୟ ବାହାଦୁର ଗୋଟେ ଗୋଟେ କରି ଝରକା କବାଟ ବନ୍ଦ କରିଦେଲେ ରାୟ ବାହାଦୁର ଯିଏକି ଇଂରେଜ ମାନଙ୍କର ଆନୁଗତ୍ୟ ପ୍ରକାଶ କରୁଥିଲେ ଯିଏକି ଜଣେ ଇଂରେଜ ବାବୁ ଥିଲେ ଯିଏକି ଜଣେ ଇଂରେଜ ମାନଙ୍କ ପ୍ରତି ଅନୁରକ୍ତ ପ୍ରକାଶ କରୁଥିଲେ ଜଣେ
पुलिस इंस्पेक्टर ଥିଲେ ସେ ରାଜ ବାହାଦୁରଙ୍କ ଯେତେବେଳେ ବିଛଣା ଛାଡି ଦେଇଛନ୍ତି ନା ବାହାରେ କୋମଳ ପଡିଲା। ଭାରତ ବର୍ତ୍ତମାନ ସ୍ୱାଧୀନ ହେଲାଣି, ଆମେ ରାତିରେ ସମସ୍ତେ ଉତ୍ସବ ମନେଇଲେଣି। ତେଣୁ କୋଳାହଳ ଯେତେ ବଢିଲାଣି ରାୟ ବାହାଦୁର କଣ କଲେ କଲେ ଏଁ, ଗୋଟେ ଗୋଟେ କରି ଘରକୁ ଝରକା କବାଟକୁ ସବୁ ବନ୍ଦ କରିଦେଲେ। ସେଇଭଳି ଏଇ ଭାରତ ସ୍ୱାଧୀନ ଶବ୍ଦ ତାଙ୍କ କାନରେ ନ ପଡୁ ଝରକା କବାଟ ବନ୍ଦ କରି ସେ କୋଳାହଳ ରୁଦ୍ଧ କରି ହୁଏ ନାହିଁ। ରାୟ ବାହାଦୁର ଦୁଇ କାନରେ ଦୁଇ ଆଙ୍ଗୁଠି ଚାପି ଧରିଲେ, ତଥାପି ସେ କୋଳାହଳ ନିଶ୍ଚଳିତ ନାହିଁ। ବନ୍ଧୁକର ଗୁଳି ପରି ଜୟଧ୍ୱନିର ଶବ୍ଦ ପରି ଯେପରି ବୃଦ୍ଧ ରାୟ ବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥି ଖଣ୍ଡ ଚୂର୍ଣ୍ଣ କରି ଦେଉଥିଲା। ବୁଝିପାରିଲେ? ତାମାନେ ଏଠି କହୁଛନ୍ତି ଗାଳ୍ପିକ ଝରକା କବାଟ ବନ୍ଦ କରି ସେ କୋଳାହଳର ରୁଦ୍ର କରି ହୁଏ ନାହିଁ। ତମେମାନେ ଝରକା କବାଟ ବନ୍ଦ କରିଦେବେ ପରନ୍ତୁ ଡିଜେ ସାଉଣ୍ଡ ବନ୍ଦ କରିଦେଇ ପାରିବ କି? ସେଦିନ ତ ଡିଜେ ସାଉଣ୍ଡ ଅଧିକ ସାଉଣ୍ଡ କରିଥିଲେ ଭାରତୀୟମାନେ, ଯେଉଁମାନେ ଭାରତୀୟମାନେ ସ୍ୱାଧୀନତା ପାଇଲେ, ଯେଉଁମାନେ ଦିନ ଭାରତ ସ୍ୱାଧୀନ ହେଲା, ସେଇଦିନ ତ ଉତ୍ସବ ସମସ୍ତେ ଉତ୍ସବ ମନେଇଥିଲେ। ତେଣୁ ଝରକା କବାଟ ଆମେ ବନ୍ଦ କରିଦେଲେ ସେ ଯେଉଁ ଭାରତ କି ଜୟ ଧ୍ୱନି କି ର କୋଳହକୁ ତମେ ମାନେ ବନ୍ଦ କରି କଦାପି ସେ କୋଳହ ରୁଦ୍ର କରି ହୁଏ ନାହିଁ। ରାୟ ବାହାଦୁର ଦୁଇ କାନରେ ଦୁଇଟି ଆଙ୍ଗୁଳି ଚାପି ଧରିଲେ, ଦୁଇ କାନରେ ଦୁଇଟି ଆଙ୍ଗୁଳିକି ଧରି କାନକୁ ବନ୍ଦ କରିଦେଲେ, ତଥାପି ସେ କୋଳହକୁ ନିଷ୍ପତ୍ତି ନାହିଁ। ତଥାପି ସେ କୋଳହ ବୃତ୍ତି ନାହିଁ। ନିଷ୍ପତ୍ତି କହିଲେ ମୁକ୍ତି। ସେ କୋଳାହଳ ଏବେ ବି ଶୁଭୁଛି, ସେ ଭାରତ ମାତା କି ଜୟ ଧ୍ୱନି ଏବେ ବି ମଧ୍ୟ ଶୁଭୁଛି କାନକୁ। ଯେତେ ଚାପି ଧର ମଧ୍ୟ ବନ୍ଧୁକର ଗୁଳି ପରି ଜୟ ଧ୍ୱନିର ସେଇ ଶବ୍ଦ ଯେପରି ବୃଦ୍ଧ ରାୟ ବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥି ଖଣ୍ଡ ଚୂର୍ଣ୍ଣ କରିଦେଉଛି। ତେଣୁ ବନ୍ଧୁକର ଗୁଳି ଯେପରି ବାହାରିଲେ, ଯେତେବେଳେ ବନ୍ଧୁକର ଗୁଳି ବାହାରେ, ଯେତେବେଳେ ସେ ଗୁଳି ଦେଖେ ନା ଅସ୍ଥି, ସେ ଗୁଳି ଦେଖେ ନା କିଛି, ସେ ସବୁ ଚୂର୍ଣ୍ଣ କରି ପକାଏ। ବୁଝିପାରିଲା? ସେ ଗୁଳିଟା କେବେ କିଛି ଦେଖିବନି, ସେ ସବୁ କିଛି ଚୂର୍ଣ୍ଣ କହିବ। ବୁଝିପାରିଲା? ଆମେ ସେମିତି ଜାଣିଛେ ଗୁଳିଟା ସବୁ କିଛି ଚୂର୍ଣ୍ଣ କରିଦେବ। ତେଣୁ ବନ୍ଧୁକର ଗୁଳି ପରି ଜୟ ଧ୍ୱନିର ଏଇ ଗୁଳି ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଏଇ ସେ ଯୋଉ ଧ୍ୱନିର ଶବ୍ଦ ବନ୍ଧୁକର ଗୁଳି ପରି ରାୟ ବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥି ପ୍ରତ୍ୟେକ ବୃଦ୍ଧ ହୋଇପାରିଥିଲା। ହାଡ଼ ଖଣ୍ଡ ଉପରେ ସବୁକୁ ଚୂର୍ଣ୍ଣ କରିଦେଉଛି। ଯେମିତି ଗୁଳି ହାଡ଼ ମାଡ଼ିଲେ ହାଡ଼ ଚୂର୍ଣ୍ଣ କରି ପକାଏ, ଏଇଭଳି ସେ ଜୟଧ୍ୱନି ଆଜି ରାୟ ବାହାଦୁର ସେଇ ସୋମନାଥ ମହାପାତ୍ରଙ୍କର ଜୀର୍ଣ୍ଣ ଅସ୍ଥିକୁ ଚୂର୍ଣ୍ଣ କରିଦେଉଛି। ଦେନ୍ କଣ ଅଛି ଏସବୁ ପିଲେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଏଇ ସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି, ତାହେଲେ ଆଜି ଭାବେ ସେତିକି।